ଏବେ ପାଗ ପରିବର୍ତ୍ତନ ହେଇଛି। 10-11 ତାରିଖରେ ବାଇବେଲ କ୍ଲାସ୍ କଲାବେଳେ ଯେଉଁ ପରିସ୍ଥିତି ଥିଲା, ଯେଉଁ ପାଗ ଥିଲା, ଏବେ ତାହା ପରିବର୍ତ୍ତନ ହେଇଛି। ଗରମ ପାଗରେ ଆମେ ଅଛୁ। ଆମେ ଯେତେବେଳେ ଆସୁଥିଲୁ କେତେଜଣ ଭାଇମାନଙ୍କୁ ଦେଖିଲୁ, କେତେଜଣ ଭାଇମାନେ ବଢ଼ିଆ କଳା କଳା ଚଷମା ପିନ୍ଧି ମୁହଁକୁ ଲୁଚେଇ ସେମାନେ ଆଗକୁ ବଢୁଥିଲେ। ଆଉ କେତେଜଣ ଭାଇମାନେ ଯେତେବେଳେ ଆମେ ଆମର ବାଇକ୍ ତାଙ୍କ ପାଖକୁ ଆସୁଥିଲା ହଠାତ୍ ମାସ୍କ ଲଗାଉଥିଲେ, କାରଣ ଚିହ୍ନା ଯେମିତି ଜନ୍ମଦିନ। ଭାଇମାନେ ମାସ୍କ ଲଗେଇଲେ ଜଣା ପଡୁନଥିଲା କିଏ କାହାର ମୁହଁ। ତେଣୁ ଆଜି ମଧ୍ୟ ଆମେ ଉପାସନାରେ ବସିଛୁ। ସେଥିପାଇଁ ମୁଁ ଗୋଟେ ଛୋଟିଆ କାହାଣୀ କହିଲି। 2 ଜଣ ବନ୍ଧୁ ଥିଲେ, ଟୋକା ଥିଲେ। ସବୁବେଳେ ଖାଇଲେ, ପିଇଲେ, ବସିଲେ, ସବୁବେଳେ କ'ଣ କରୁଥିଲେ, ଏମିତି ରହୁଥିଲେ। କିନ୍ତୁ ଯେତେବେଳେ ଉପାସନାର ଦିନ ଆସିଲା, 2 ପରିବାରରୁ 2 ଜଣ ଅଛନ୍ତି। ଗୋଟିଏ ପରିବାର ବାପା ମା କ'ଣ କରୁଛନ୍ତି, ପୁଅକୁ ଯେମିତି ହେଲେ ମଧ୍ୟ ଛାଡ଼ି ଦେଉଛନ୍ତି। ଆଉ ଗୋଟେ ପରିବାରର ବାପା ମା ପୁଅକୁ ଟିକେ କଣ୍ଟ୍ରୋଲ କରିବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ପୁଅ କଣ୍ଟ୍ରୋଲ ଭିତରେ ନଥାଏ। 2 ଜଣ ସାଙ୍ଗ, ସେମାନେ ଉପାସନାର ଦିନରେ ଯେତେବେଳେ ଉପାସନାର ସମୟ ଆସିଲା, ସେମାନେ କହିଲେ ମାଛ ଧରିବାକୁ ଯିବା। ଆଉ ମାଛ ଧରିବାକୁ ଯିବା ବୋଲି କହିବାରୁ 2 ଜଣ ରେଡି ହେଲେ। କିନ୍ତୁ ଯେଉଁ ପରିବାର ପୁଅକୁ କଣ୍ଟ୍ରୋଲ କରିବା ପାଇଁ ଚାହୁଁଛନ୍ତି, ସେ ପରିବାର କହିଲେ ପୁଅକୁ ନାଇଁ ତୁ ଗିର୍ଜା ଯିବାକୁ ପଡ଼ିବ। ପୁଅ ସେ ଜଣେ ଗିର୍ଜା ଗଲା, ଆଉ ଜଣେ ମାଛ ଧରିବାକୁ ଗଲା। ଏ କାହାଣୀ ଆପଣମାନେ ଜାଣନ୍ତି। ମାଛ ଧରିବାକୁ ଯିବା ଭାଇ କ'ଣ କରୁଛି, ପୁଅ ମାଛ ଧରୁଛି, ତାର ବନିଶି ପକେଇଛି, ଜଗିଛି, କିନ୍ତୁ ମନରେ ଚିନ୍ତା ହେଉଛି ଯେ ସେ ମୋର ସାଙ୍ଗ ଗୀତାରେ ବସି ଗୀତ ଗାଉଥିବ, କି ଡାକରେ ଗୀତ ଗାଇବ, କି ତାଳି ମାରୁଥିବ, କି ବାକ୍ୟ ଶୁଣୁଥିବ, ମୁଁ ଏଠି ମାଛ ଧରୁଛି ବୋଲି ସେ ଚିନ୍ତା କରିବ। ଆଉ ଏବେ ଗୀତାରେ ବସିବା ସାଙ୍ଗ ସମସ୍ତେ ବାଳକ ଭାବୁଥିଲା, ବାପା ମା ତାର ଭାବୁଥିଲେ ମୋର ପୁଅ ଆଜି ବଢିଆରେ ବସିଛି ବୋଲି। କିନ୍ତୁ ଏ ପୁଅ ଭାବୁଛି ମୋ ସାଙ୍ଗ ଆଜି ମାଛ ଧରିବାକୁ ଯାଇଛି, ସେଠାରେ ମାଛ ଧରୁଥିବ, ମାଛ ମିଳୁଥିବ, ପାଗ ବେଶୀ ହେଇଛି, ମାଛ ମିଳୁଥିବ। ବାକ୍ୟ ଶୁଣିବା ସମୟରେ ସେ ମାଛ ଚିନ୍ତା କରୁଛି, କିନ୍ତୁ ମାଛ ଧରିବା ଲୋକ ଭାବୁଛି ଯେ ମୋର ସାଙ୍ଗ ଗୀର୍ଜାରେ ବାକ୍ୟ ଶୁଣୁଥିବ, ଗୀତ ଗାଉଥିବ, ପ୍ରାର୍ଥନା କରୁଥିବ, କିନ୍ତୁ ଗୀର୍ଜାରେ ବସିବା ଲୋକ ଭାବୁଛି ମୋ ସାଙ୍ଗ ମାଛ ଧରୁଥିବ। ଆଜି ଠିକ ସେମିତି ବଢିଆ କଥା। ଯେଉଁମାନେ ଭୋଟ ଗଣତି ପାଇଁ ଯାଇଛନ୍ତି, ସେମାନେ ଭାବୁଛନ୍ତି ଆଜି ଉତ୍କାବାଣୀରେ କ୍ଲାସ ହେଉଥିବ, ମୁଁ ଏଠି ଖରାରେ ପଡୁଛି। କେତେବେଳେ ଆମ ଦଳ ଜିତିଲେ କି ନ ଜିତିଲେ, ଗୀର୍ଜା ଯାଇଥିଲେ ହେଇଥାନ୍ତା ବୋଲି ସେମାନେ ଭାବୁଛନ୍ତି। ଏଇଠି ବସିବା ଲୋକ ହୁଏତ ଭାବୁଛନ୍ତି ଆଜି ବଢିଆ ସୁଯୋଗ ଗୋଟେ ମୁଁ ହରେଇଲି। ଏବେ ସେ ମୋ ସାଙ୍ଗ ଯାଇଛି, ଦାଦା ଯାଇଛି, କକା ଯାଇଛି, ଚିକେନ ମଟନ ହଉଥିବ, ମୁଁ ଏଠି ବେକାରରେ ବସିଛି। ଆମର ମନଟା ସିଆଡ଼େ ଗୁଡାରିଆରେ ଅଛି। ବସିଛୁ ଉତ୍କାବାଣୀରେ, କିନ୍ତୁ ଗୁଡାରିରେ ଆମର ମନ। ଏଇଟା ହୁଏତ କେହି ସ୍ୱୀକାର ନ କଲେ ମଧ୍ୟ ଆମେ ନିଜେ ନିଜେ ଜାଣିପାରୁଛୁ ଯେ ସତ କଥାଟା, କାରଣ ମୋର ମନ ମଧ୍ୟ ସିଆଡ଼େ ଯାଉଛି। ଆଉ ସେ ଭାଇମାନେ ଭାବୁଛନ୍ତି ଉପାସନା ବଢିଆ ହଉଥିବ, ହୁଏତ ଗୀତ ଗାଇବା ପାଇଁ ଗୋଟେ ସୁଯୋଗ ମିଳିଥାନ୍ତା, ମୁଁ ଏଠି ରହିଯାଇଛି ବୋଲି ସେମାନେ ଭାବୁଛନ୍ତି। ଏ ପ୍ରକାର ଗୋଟେ ଜଟିଳ ପରିସ୍ଥିତିରେ ଆମେ ଉପାସନା କରିବାକୁ ବସିଛୁ। ଆଉ ସେଥିପାଇଁ ଆପଣମାନଙ୍କ ନିକଟରେ ମୁଁ ପ୍ରଥମ ପ୍ରଶ୍ନ ରଖିଥିଲି, ଆଉ ଥରେ ଆମେ ବାକ୍ୟ ଶୁଣିବା କି? ଆଉ ବାକ୍ୟ ଶୁଣିବା ପାଇଁ ଅନେକ ହାତ ଉଠାନ୍ତି, କିନ୍ତୁ ବାକ୍ୟ ଶୁଣନ୍ତି ନାହିଁ। କାରଣ ଆଉ ଟିକେ ପରେ ଭୋଟିକାର ଆରମ୍ଭ ହେଇଯିବ। ସାମ୍ନାରେ ବସିଥିବା ଭାଇର ଭଉଣୀର ପିଠିରେ, ପଛରେ ବସିଥିବା ଭାଇ ଭଉଣୀର ମୁଣ୍ଡ ଢ କିନା ବାଜିଲା ପରେ ଟିକା ହାତ ସେମାନେ କରୁଛନ୍ତି, କିନ୍ତୁ
ବାକ୍ୟ ବେଳେ ଶୋଇବାର ଆମମାନଙ୍କର ଅଭ୍ୟାସ ଅଛି। ତଥାପି ଉତ୍କାବାଦୀ ମଣ୍ଡଳୀ ଏତେ ଟଙ୍କା ଖର୍ଚ୍ଚ କରି ଏତେ ପରିଶ୍ରମ କରି ଯେତେବେଳେ এই କାର୍ଯ୍ୟକ୍ରମ କରୁଛନ୍ତି ନିହାତି ଆମେ ଅଳ୍ପ ସମୟ ବାକ୍ୟ ଶୁଣିବାକୁ ଯିବା। ତେଣୁ ସମସ୍ତେ ଆମେ ବାକ୍ୟ ପ୍ରତି ମନୋଯୋଗ ହେବା। ଆମେ ବର୍ତ୍ତମାନର ଧ୍ୟାନ ନିମନ୍ତେ ପଢ଼ିବା ବିଷୟ 55 ତାର 7 ପଦ ପଢ଼ିବା। କେହି ଜଣେ ସ୍ପଷ୍ଟ ଭାବରେ ପଢ଼ନ୍ତୁ, ପାଳକ ହୁଅନ୍ତୁ, ଚାଳକ ହୁଅନ୍ତୁ, ଯେକୌଣସି ଭାଇ ଭଉଣୀଙ୍କ ମଧ୍ୟରେ ମଧ୍ୟ ପଢ଼ନ୍ତୁ, କିନ୍ତୁ ସ୍ପଷ୍ଟ ଭାବରେ ପଢ଼ନ୍ତୁ, ଯାହା ଆମେ ଶୁଣିବା ଅଳ୍ପ ସମୟ। ଦୁଷ୍ଟ ଆପଣାର ପଥ ଓ ଅଧାର୍ମିକ ଆପଣାର ସଂକଳ୍ପ ପରିତ୍ୟାଗ କରୁ। ପୁଣି ସେ ସଦାପ୍ରଭୁଙ୍କ ପ୍ରତି ଫେରୁ, ତହିଁରେ ସେ ତାହାକୁ ଦୟା କରିବେ। ଆଉ ସେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତି ଫେରୁ, କାରଣ ସେ ବହୁଳ ରୂପରେ କ୍ଷମା କରିବେ। ଧନ୍ୟବାଦ। ଆମେ ଆଉ ଥରେ ମାଇକରେ କୌଣସି ପ୍ରଭୁ ଦାସ ପଢ଼ି ଦିଅନ୍ତୁ, ଆମେ ସମସ୍ତେ ଶୁଣିବା। ଦୁଷ୍ଟ ଆପଣାର ପଥ ଓ ଧାର୍ମିକ ଆପଣାର ସଂକଳ୍ପ ପରିତ୍ୟାଗ କରୁ, ପୁଣି ସେ ସଦାପ୍ରଭୁଙ୍କ ପ୍ରତି ଫେରୁ, ତହିଁରେ ସେ ତାହାକୁ ଦୟା କରିବେ। ଆଉ ସେ ଆମମାନଙ୍କର ପରମେଶ୍ୱରଙ୍କ ପ୍ରତି ଫେରୁ, କାରଣ ସେ ବହୁଳ ରୂପରେ କ୍ଷମା କରିବେ। ଧନ୍ୟବାଦ। ଆମେ ସଂକ୍ଷିପ୍ତ ଭାବରେ ପ୍ରାର୍ଥନା କରିବା। ଆମମାନଙ୍କ ମଧ୍ୟରେ ଆମମାନଙ୍କର ଯୋଶେଫ ଆଜ୍ଞା ଅଛନ୍ତି, ପ୍ରାର୍ଥନା କରିବେ। ପ୍ରାର୍ଥନା କରି ଆମେ ଆଉ ଥରେ ତାକୁ ଶୁଣିବା। प्रार्थना करवा समस्त भावने प्रिय पवित्र प्रभु तुम पवित्र नाम धन्यवाद करुछु, तुम वाक्य शुणवाक जाऊछु प्रभु। वाक्य शुणवा समय आमको स्थिर नकरी सुस्थिर कर, सुस्थिरतार सहित सुस्थिरता मन सुस्थिरता प्राणर सहित प्रभु आमर मन जो प्रस्फुरण हम से सुस्थिरता आत्मा सुस्थिरता प्राण सुस्थिरता मन दिए सुस्थिरता मन सहित शुणिबा और बुझिबो एवं ज्ञान दिए प्रभु। तुम वाक्य आम कर्णपात कर, तुम वाक्य शुणवा बेले आम कौन से अस्थिर होगा दिया सुस्थिरता दिए शुणवा जन बुझा ज्ञान बुद्धि आमको निर्गत कर तुम पवित्रात्मक शक्ति शक्तियुक्त कर तुम गौरव करते प्रार्थना प्रार्थना यीशु को नाम में मांगुछु आमीन। दुई प्रकार लोक मैंने वाक्य शुणती। जड़े वाक्य शुणे अनुताप करे प्रभु निकट को फेरी आसे। आउ जड़े वाक्य शुणे किंतु बुझी पारे ना, कारण ता सम्मुखें विपद जदि अच्छी, ता सम्मुखें यदि समस्या अच्छी, ता सम्मुखें यदि दुख अच्छी, से वाक्य ग्रहण कर पारे ना। आ सेथिबारे वर्तमान समय आम जो अंश पढ़ी ये लिखा जाऊँगी दुष्ट आपणार पथ ओ अधार्मिक आपणा संकल्प परित्याग करू। जदि आप कथा मैंने पढ़ू पढ़ू कहानी भर गोटे प्रश्न आसे, आम तो प्रभुंर सेवक सेविका ये बसीचु आमको दुष्ट मान कथा कहीं कहला। आम जो देखू इस्राएल संतान मान को 55 विषय पुस्तक कथार आरंभ कहुच्छी तुम्हें शुण कहीं देवता मान पक्षे जाऊच कहीं जो जीवन ना से पटे तुम्हें दौड़ुच तुम्हें परमेश्वर निकट को फेरी आस कारण परमेश्वर दया अच्छी परमेश्वर मुक्ति अच्छी क्षमा अच्छी निकट को फेरी आस किंतु लोक मैंने शुणा असमत है ग्रहण करना जो सम्मुखें मृत्यु अच्छी से ग्रहण करना जो बंचार से पथ खोजा इच्छा कले से परमेश्वर प्रति फेरिले आ रक्षा पाइले। ये देखा दुष्ट अपना पथ परित्याग कर आम क्या दुष्ट कहू जो बापार पिला माने बापा मान कथा शुणती ना अबाध्य हुई मन इच्छा बुलती स्कूल जीवा टाइम रे हुए तो कंकड़ा धरवाई जाती नईले कटा प्लांट जाती
से प्रकार पिला मानको आमे दुष्ट बोली कहू स्कूल समय रे परिवार प्रार्थना समय रे जो माने बाहर रहंती सेमानको आमाने ए पिला रे दुष्ट बोली आमे कहू आ सेही प्रकार भाबरे आजि मध्य आमानक मध्य अनेक अछंती जो माने दुष्ट तालिकारे अछंती कारण जो माने परमेश्वर ठारू दूर को जीवार अभ्यास करुछंती से माने दुष्टतार तालिकार अछंती आ सेति बाइबल ए कथा कहे दुष्ट आपनार पथ परित्याग करू आज आमाने स्थान रे बसिछु कारण जो माने कि दुष्टतार आचरण करंती आइबो पुस्तक रे जदि आपण पढिबे दुष्टर प्रदीप निभाजिब दुष्टर दिन शीघ्र आसब दुष्ट हेले शीघ्र मरिब अनेक कथा लेखा आज जो माने बयस खाऊ खाऊ मृत्युवरण करुछंती हुए तो सेमानक अनेक प्रार्थना करा जाउची अनेक मानक करा जाउची किंतु सेमान जगत रे रहि पाउनांती कारण सेमान दुष्टता बढ़िबारे लागुची आ दोषी पाए सेमान वाक्य ग्रहण न करी सेमान जीवन रे सेमाने मृत्यु आड़ को गति करुछंती सेति आज मध्य आनंद का एक कथा जे दुष्ट माने जो माने दुष्ट क्रियारे जीवन काटुछंती सेमान का एक कथा कहला जाय सेमाने प्रभु को आड़ को फेरी आसंतो से दुष्टतार पथरे न चालंतो कारण जो माने मद पीवा पाए जो रास्ता रे चालुछंती से माने प्रभु को आड़ को फेरी आसंतो क्रिश्चियन हे जानती मंडली कर्मकर्ता हे जानती बेहरा छाटियार नाम पाते संपादकर नाम पाते किंतु से सबुर परिस्थिति से सबुर दायित्व शेष होला परे आउ थरे से माने पीवा को आरंभ करंती आ सेति पाए से प्रकार लोक मानको कहला जाउची से मानकर पथ को परित्याग करंतु जो बातो से माने जाउछंती जो कार्य करबा को मन में हेउछंती से कार्य से माने फेरिबा आवश्यक क्रिश्चियन मानक पाए यह अति जरूरी जो माने वर्तमान समय पर्यंत प्रभु को ठारू दूर रे रहिबार अभ्यास करिसंती जे वर्तमान पर्यंत वाक्य पालन करि पारुनांती सेमानकु सेही कथा कहला जाउछि जे तुमे फेरि आस तुमर सेही कार्य को परित्याग करो तापर लिखा जाय जे अधार्मिक आपना संकल्प परित्याग करो प्रत्येक मने मने गोटे चिंता में करू संकल्प करू के भल संकल्प करुछंती के भूल संकल्प मध्य करुछंती भल संकल्प कौन एक कहिबे मु ए वर्ष अधिक दान देवी ए वर्ष मो सबु उपासना रे जोग देवी ए वर्ष मु बारंबार प्रार्थना करिबे ए हमर परिवार को बढ़िबे ए चिंता जो मारे करुछंती एरा भल संकल्प चिंता किंतु आम कते जण ए वर्ष मु ताकू मारी ताकू जेमिति हेले ताकू नष्ट करी ए प्रकार मनोभाव मध्य आमार एठारे बसु बसु मध्य आमार कोनोसी भाई कोनोसी भौणी ए प्रकार चिंता करुछंती जे मु ताकू केबे छाड़ी नाही ए भूल संकल्प मनोभाव जे माने रखिछंती बाहिर करे ताकू परित्याग करन जदि ताकू परित्याग करिबे नाही ताले दया पाइबा कष्टकर ताकू परित्याग न कले क्षमा मिलबा कष्टकर सेति भाई ये भाई भौणी माने आमारे जेतेबे आमार जीवन यात्रा मध्यरे कहा विरोधरे आमारे प्रकार चिंता आगे मध्य करूछु जे आमे कहा को प्रतिशोध नेबार चेष्टा करूछु आ से प्रतिशोध मनोभाव को आज आमार भीतर परित्याग करिबा बाइबल कहे आमे परित्याग करिबा कि जब ये सब आमे परित्याग करिबा ताहाले आमार जीवन रे आमे कल करिबो प्रभु प्रति आशीर्वाद पाइबे से लेखा है दया पाइबे आ क्षमा मध्य पाइबे सेदिलाई दया पाइबा पा क्षमा पाइबा पा वर्तमान आमार संकल्प को आमे छाड़िबा आवश्यक सेदिला इस्राएल संतान माने सेमाने मिस्र देशरो अनेक बात आसिले अनेक बात आसिला परे मध्य सेमाने चाहुछंती आमे प्याज रसुण खाउथिलु आमे तरबुज खाउथिलु हांडी पाखरे बसी मांस खाउथिलु एबे एटा हमको मिले नाही सेमाने परमेश्वर को सहित रचंती कि सेमानक मन मिस्र देशरे अछि आदि मध्य हमने प्रभु से उपासना स्थल अच्छु आमे मंडली रे संतुष्ट किंतु अनेक समय आमाने जे पूर्व अवस्था को अनेक बात आसिला परे अनेक वर्ष प्रभु को सहित रहिला परे मध्य से पूर्व विषय को आमे भूली पारना
କିନ୍ତୁ ଏଠି କୁହାଯାଏ ସେ ପରିତ୍ୟାଗ ଦୁଷ୍ଟବଳ ପଥ ଅଧାର୍ମିକ ବଳ ସଂକଟ ପରିତ୍ୟାଗ କରୁ ତାପରେ ପରମେଶ୍ୱର ନିକଟକୁ ଫେରୁ ପରମେଶ୍ୱର ନିକଟକୁ ଫେରିଲେ ପରମେଶ୍ୱର ଦୟା କରିବେ ଆଉ ତାର ସକଳ ପାପ କ୍ଷମା କରିବେ। ଆଜି ଯଦି ଆମେ ପରମେଶ୍ୱରଙ୍କ ଦୟା ପାଇବା ପାଇଁ ଚାହୁଁ ଆମମାନଙ୍କର ଦୁଷ୍ଟତାର ସେଇ ଦିନଗୁଡ଼ିକ ଭୁଲିବାକୁ ଆମେ ଚେଷ୍ଟା କରୁ। ଆପଣମାନେ ଯେତେବେଳେ କରଗ୍ରାହୀଙ୍କ ପ୍ରାର୍ଥନା କଥା ଜାଣନ୍ତି କରଗ୍ରାହୀ ପ୍ରାର୍ଥନା କଲେ ତାଙ୍କର ପ୍ରାର୍ଥନାର ବିଷୟ ଥିଲା ହେ ପ୍ରଭୁ ମୁଁ ପାପୀ ମତେ କଣ କର ଦୟା କର। ପ୍ରଭୁଙ୍କର ଦୟା ହେଲେ ପ୍ରଭୁ କଣ କରନ୍ତି କ୍ଷମା କରନ୍ତି। ଯେ କୌଣସି ଯେତେ ବଡ଼ ପାପରେ ଜଣେ କରିଥାଉ ଯେତେ ବଡ଼ ଦୂରରେ ପ୍ରଭୁଙ୍କ ଠାରୁ ଥାଉ ପ୍ରଭୁ ଯଦି ଦୟା କରିବେ ତାକୁ କ୍ଷମା କରନ୍ତି କ୍ଷମା କରି ନିଜର କରନ୍ତି। ଆଉ ସେଥିପାଇଁ ସେ କରଗ୍ରାହୀ ପ୍ରାର୍ଥନା କଲାବେଳେ ସେ ଗୋଟିଏ ବିଷୟ ମନେ ରଖିଲା ପ୍ରଭୁ ମତେ ଯଦି ଦୟା କର। ଆମେ ହୁଏତ ଅନେକ ପ୍ରାର୍ଥନା କରୁଛୁ ଭଲ ଭଲ ପଦ ଭଲ ଭଲ କଥା କହି ପ୍ରାର୍ଥନା କରୁଛୁ କିନ୍ତୁ ପ୍ରଭୁଙ୍କର ଦୟା ପାଇବା ପାଇଁ ଆମମାନଙ୍କର ପ୍ରାର୍ଥନାରେ ସ୍ଥାନ ନଥାଏ। ସେଥିପାଇଁ ଆମେ ଦେଖୁ ଯେ ଯଦି ଜଣେ ଲୋକ ନିଜର ଦୁଷ୍ଟ କାର୍ଯ୍ୟ ନିଜର ଅଧାର୍ମିକର ସେ ପରିସ୍ଥିତିକୁ ପରିତ୍ୟାଗ କରି ପରମେଶ୍ୱର ନିକଟକୁ ଆସେ ସେତେବେଳେ ସେ ଦୟା ପାଇଥାଏ। ତେଣୁ ଆମେ ପଢ଼ିବା କେମିତି ଆମେ ପରିତ୍ୟାଗ କରିବା ଠିକ ଆମେ ପଢ଼ିବା ମାତ୍ର 10 ପର୍ବ ବାହାର କରନ୍ତୁ। 10 ପର୍ବ 50, 51, 52 ତହିଁରେ ସେ ଆପଣା ଚାଦର ଫୋପାଡ଼ି ଦେଇ ଉଠି ଯୀଶୁଙ୍କ ନିକଟକୁ ଆସିଲା। ଯୀଶୁ ତାହାକୁ ଉତ୍ତର ଦେଲେ ମୁଁ ତୁମ ପାଇଁ କ'ଣ କରିବି ବୋଲି ତୁମେ ଇଚ୍ଛା କରୁଅଛ? ସେହି ଅନ୍ଧ ଲୋକଟି ତାହାକୁ କହିଲା ହେ ଗୁରୁ ମୁଁ ଯେପରି ଦୃଷ୍ଟି ପାଏ। ଯୀଶୁ ତାହାକୁ କହିଲେ ଯାଅ ତୁମର ବିଶ୍ୱାସ ତୁମକୁ ସୁସ୍ଥ କରିଅଛି। ତତ୍କ୍ଷଣାତ୍ ସେ ଦୃଷ୍ଟି ପାଇ ପଥରେ ତାହାଙ୍କ ପଛେ ପଛେ ଚାଲିବାକୁ ଲାଗିଲେ। ଧନ୍ୟବାଦ। ଏଇଠି ଆମେ ଯେତେବେଳେ ଦେଖୁ ଜଣେ ଅନ୍ଧ ବ୍ୟକ୍ତି କଥା ଆମେ ଭଲ ଭାବରେ ଜାଣୁ। ଅନ୍ଧ ବ୍ୟକ୍ତି ସେ କହୁଥିଲା ଜନ୍ମରୁ ଅନ୍ଧ ତାଙ୍କର ନାମ ହେଉଛି ବାତିମୟ। ବାତିମୟ ଅନ୍ଧ ଅବସ୍ଥାରେ ଜୀବନ କାଟୁଥିଲା ବେଳେ ଯୀଶୁ ଆସିଲେ। ଯୀଶୁ ଆସିଲା ପରେ ସେ ଡାକ ପକେଇଲା। ଯୀଶୁ କଣ କଲେ ଶୁଣିଲେ ତାଙ୍କର ଡାକ। ଶୁଣିଲା ପରେ ସେ ତାଙ୍କୁ କହିଲେ ତାକୁ ଡାକ। କେହି ଜଣେ ତାଙ୍କୁ କହୁଛନ୍ତି ସେ ତୁମକୁ ଡାକୁଛନ୍ତି ସାହସ କର। ଆଉ ସେ ଅନ୍ଧ ବ୍ୟକ୍ତିଟି ତାର ବସିଥିବା ଜାଗାରେ ଉଠିଲା। ପ୍ରଥମ କଥା ଯେ ଉଠିଲା ପରେ ଯୀଶୁଙ୍କ ଆଡ଼କୁ ଯିବା ପୂର୍ବରୁ ସେ ଗୋଟେ ବଡ଼ କାର୍ଯ୍ୟ କରୁଛନ୍ତି। ସେଇଠି କଣ 50 ଲେଖା ଅଛି ତହିଁରେ ସେ ଆପଣା ଚାଦର ଫୋପାଡ଼ି ଦେଇ ଯୀଶୁଙ୍କ ନିକଟକୁ ଆସିଲା। ସେ ଚାଦର ଯାହା ସବୁଦିନ ଘୋଡ଼େଇଥିଲା ସେ ମଇଳା ହେଇକି ସଫା ହେଇକି ତାହା ଦେଖିପାରୁନଥିଲା କିନ୍ତୁ ଚାଦର ସେ ଘୋଡ଼େଇ ପ୍ରତିଦିନ ରହୁଥିଲା। ଖରା ବର୍ଷା ଶୀତ କାକର ସେ ଚାଦର ତାର ସାଥି ଥିଲା। କିନ୍ତୁ ଗୋଟେ ସମୟ ଥିଲା ଯୀଶୁ ଡାକୁଛନ୍ତି ଏ କଥା ଶୁଣିଲା ପରେ ଆଉ ଚାଦରକୁ ସେ ଧରିପାରିଲା। जो चादर धरी ଯିବା କଥା ସବୁଦିନ ସାରା ଜନ୍ମରୁ ଧରି ଆସୁଥିଲା ସେଇ ଚାଦରକୁ ସେ ଫୋପାଡ଼ି ଦେଲା। ଫୋପାଡ଼ି ଦେଇ ଯୀଶୁଙ୍କ ପାଖକୁ ଗଲା। ଯୀଶୁଙ୍କ ପାଖକୁ ଚାଦର ଫୋପାଡ଼ି ଦେଇ ଯୀଶୁଙ୍କ ପାଖରେ ପହଞ୍ଚିଲା ବେଳେ ଯୀଶୁଙ୍କର ପ୍ରଶ୍ନ ଥିଲା ଯେ ମୁଁ ତୁମ ପାଇଁ କ'ଣ କରିବି? ସେ ଅନ୍ଧ ବ୍ୟକ୍ତିକି କହିଲେ ମୁଁ ଅନ୍ଧ ବ୍ୟକ୍ତି ମୁଁ କେମିତି ଦୃଷ୍ଟି ପାଇବି? ଯୀଶୁ କହିଲେ ତୋ ବିଶ୍ୱାସ ତୋତେ ସୁସ୍ଥ କରିବ। ଆଉ ସାଙ୍ଗେ ସାଙ୍ଗେ ଦେଖିପାରିଲା। ଯେତେବେଳେ ଚାଦର ଫୋପାଡ଼ି ଯୀଶୁଙ୍କ ପାଖକୁ ଗଲା ଯୀଶୁଙ୍କ ପାଖରେ ପହଞ୍ଚିଲା ତା ଜୀବନରେ ଆଶ୍ଚର୍ଯ୍ୟ କାର୍ଯ୍ୟ ସେ ଅନୁଭବ। ଆଜି ଆମମାନଙ୍କର ମଧ୍ୟରେ ଅନେକ ବର୍ଷ ହେଲା ଆମେ ଖ୍ରୀଷ୍ଟିଆନ ହେଇଛୁ କିନ୍ତୁ ଆମେ ଏପର୍ଯ୍ୟନ୍ତ ଧରି ବସିଛୁ। ଏପର୍ଯ୍ୟନ୍ତ ଆମେ ଧରି ବସିଛୁ ସେଇ ଯାହା ଆମେ ଛାଡ଼ିଦେବା କଥା ତାକୁ ଆମେ ଛାଡ଼ି ପାରୁନୁ। ସାଙ୍ଗରେ ଧରି ଯାଉଛୁ। ସାଙ୍ଗରେ ଧରି ଯାଉଥିବାରୁ ବୁଝଲା ଓଜନ ବଢୁଛି। ଗୋଟିଏ ପରେ ଗୋଟିଏ ପାପ ବଢୁଛି। ଆଉ ପାପ ବଢୁଥିବାରୁ ଆମେ ଯୋଉ ଖ୍ରୀଷ୍ଟୀୟ ଜୀବନର ଯାତ୍ରା ପଥରେ ଯାଉଛୁ ଓଜନଟା ବଢୁଛି। ଆଉ ଦିନକୁ ଦିନ ବୋଝ ବଢୁଥିବାରୁ ଆମର ଶରୀରରେ ମଧ୍ୟ ଯାହା କ୍ଷତିକାରକ ହେଉଛି ତଥାପି ଆମେ ଆମର ଭୁଲକୁ ଛାଡ଼ିବା ପାଇଁ ଆମ ମନକୁ ଘୃଣା। ସେଥିପାଇଁ ପ୍ରିୟ ଭାଇ ଭଉଣୀମାନେ ବର୍ତ୍ତମାନ ସମୟରେ ଆମେ ଦେଖୁଛୁ ବାକ୍ୟମୟ ଅନ୍ଧ
ଯୀଶୁଙ୍କର ନିକଟକୁ ଆସିବା ପୂର୍ବରୁ ତାର ଚାଦର ସଫାଇଦେଲା। ଆଜି ଆମେ ଯେତେବେଳେ ଏ ସ୍ଥାନକୁ ଆସିଛୁ କେତେବେଳେ ଆମେ କହିବା ଯେ ମୁଁ ଏ ଗୀର୍ଜାକୁ ଆସିବା ପୂର୍ବରୁ ପ୍ରାର୍ଥନା କରିଛି ବା ଗୀର୍ଜା ପୂର୍ବରୁ ଯେତେବେଳେ ମୁଁ ଖବର ପାଇଲି ସେଇଦିନ ଠାରୁ ମୁଁ ପ୍ରାର୍ଥନା କରୁଛି ଆଉ ମୁଁ ଆଜି ପ୍ରଭୁଙ୍କ ନିକଟକୁ ଆସିବା ପୂର୍ବରୁ ମୋର ଭୁଲକୁ ମୁଁ ଛାଡ଼ିବା ପାଇଁ ସଂକଳ୍ପ କଲି, ମୋର ପାପକୁ ମୁଁ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛି। କେତେ ଜଣ ଆମେ କହିବା କିନ୍ତୁ ପ୍ରଭୁ ଚାହାନ୍ତି ଆଜି ମଧ୍ୟ ଆମେ ଯଦି ଆମର ସଂକଳ୍ପ ପରିତ୍ୟାଗ କରିବା ନାହିଁ, ଆମେ ଦୁଷ୍ଟତାରୁ ଆମେ ପୃଥକ ହେବା ନାହିଁ, ଆମେ ସେଇ ପାପକୁ ଛାଡ଼ିବା ନାହିଁ, ତାହେଲେ ଏବେ ମଧ୍ୟ ଆମେ ଦୟା ପାଇବାରୁ ବଞ୍ଚିତ। ଯଦି ବା ଖ୍ରୀଷ୍ଟୀୟ ସମାଜ ଭିତରେ ଖ୍ରୀଷ୍ଟୀୟ ମଣ୍ଡଳୀ ମଧ୍ୟରେ ଥାଇପାରୁ କିନ୍ତୁ ଆମର ଭୁଲ ଆମର ପାପକୁ ଯଦି ଛାଡ଼ି ନେବୁ ତାହେଲେ ଆମେ ରକ୍ଷା ପାଇପାରିବା ନାହିଁ। ସେଥିପାଇଁ ବର୍ତ୍ତମାନ ସମୟରେ ଆମେ ଦେଖିବା ଆମେ କ'ଣ କୋଉ ଭୁଲ ଆମଙ୍କର ଅଛି ଯାହା ଆମେ ଛାଡ଼ିପାରୁନା। ଗୋଟେ ସମୟ ହେଲା ସାମୁଏଲ ସାଉଲଙ୍କୁ କହିଲେ ତୁମେ ଯୁଦ୍ଧ କରିବାକୁ ଯିବ, ପରମେଶ୍ୱରଙ୍କ ବାକ୍ୟ ପ୍ରକାର କଥା କହେ ଯେ ତୁମେ ବର୍ଜିତ ରୂପେ ସେଠିକାର ଗାଈ ଗୋରୁ ଛେଳି ମେଣ୍ଢା ଲୋକମାନଙ୍କୁ ବଦନାଶ କରିବ। ସାଉଲ ଆଦେଶ ପାଇଲେ ଯୁଦ୍ଧକୁ ଗଲେ। ଯୁଦ୍ଧକୁ ଗଲା ପରେ ସାଉଲ ଯୁଦ୍ଧ କରୁଛନ୍ତି। ଯୁଦ୍ଧ କ୍ଷେତ୍ରରେ ସେ ଦେଖିଲେ ସମସ୍ତ ଲୋକମାନେ ମାର ପଡ଼ିଲେ ଆଉ ଗାଈ ଗୋରୁ ଛେଳି ମେଣ୍ଢା ଅଛନ୍ତି। ତାକୁ ଦେଖିଲା ପରେ ଏଇ ସାଉଲଙ୍କ ଭିତରେ ଗୋଟେ ଲୋଭଜାତ ହେଲା। ସେଥିପାଇଁ ଯେତେ ଦୁର୍ବଳ ଛୋଟା କଣା ଯାହା ପଶୁ ଥିଲା ଗାଈ ଗୋରୁ ବା ଛେଳି ମେଣ୍ଢା ତାକୁ ମାରି ଦିଆଗଲା। କିନ୍ତୁ ଭଲ ଭଲ ହୃଷ୍ଟପୃଷ୍ଟ ଭଲ ଗୁଙ୍ଗା ଭଲ ରକ୍ତ ଥିବା ଗାଈ ଗୋରୁ ଛେଳି ମେଣ୍ଢାକୁ ଅଡ଼େଇ ଆଣିଲେ। ସାମୁଏଲ ପଚାରିଲେ ତୁମେ କ'ଣ ଯୋଉ ଉଦ୍ଦେଶ୍ୟରେ ଯାଇଥିଲ ତାହା କ'ଣ ସଫଳ ହେଲା? ସାଉଲ ବଡ଼ ଖୁସିରେ କହିଲେ ମୁଁ ପରମେଶ୍ୱରଙ୍କ ବାକ୍ୟ ପାଳନ କରିଛି। ପ୍ରଭୁ ମୋତେ ଯୋଉ ଉଦ୍ଦେଶ୍ୟରେ ପଠେଇଥିଲେ ସମସ୍ତଙ୍କୁ ମୁଁ ପରିଷ୍ଠମାନଙ୍କୁ ଗତି କରିବେ ବିନାଶ କରିଛି। ଏ କଥା ଶୁଣିଲା ପରେ ସାମୁଏଲ କହିଲେ ହେଲେ ତୁମେ ଯଦି ସମସ୍ତଙ୍କୁ ନଷ୍ଟ କରିଛ, ସମସ୍ତଙ୍କୁ ମାରିଦେବ, ପ୍ରଭୁଙ୍କ ବାକ୍ୟ ପାଳନ କଲ, ମୋ କାନରେ ଗାଈ ଗୋରୁ ଛେଳି ମେଣ୍ଢାର ଏ ଯୋଉ ସାଉଣ୍ଡ ହଉଛି ଏଇଟା କ'ଣ? ସେତେବେଳେ ସାଉଲ କହିଲେ ମୁଁ ନୁହଁ, ମୋର ଲୋକମାନେ ଯୋଉମାନେ ଦେଖିବେ ହୃଷ୍ଟପୁଷ୍ଟ ଗାଈ ଗୋରୁ ଯାହାକି ଆମମାନଙ୍କର ବଳିଦାନ ପାଇଁ ହେବ, ଯାହା ଆମମାନଙ୍କର ଖାଇବା ପାଇଁ ହେବ ତାକୁ ଆମେ ନେଇ ଆସିଛୁ, କିନ୍ତୁ କଣା ଖୁଦା ଦୁର୍ବଳ ଗାଈ ଗୋରୁକୁ ଆମେ ମାରି ଦେଇଛୁ। ସେତେବେଳେ ପରମେଶ୍ୱରଙ୍କ ଦଣ୍ଡ ସାଉଲ ପ୍ରତି ଆସିଲା। ଆଦେଶ ପାଳନ କଲେ ଭଲ ଭଲ ଜିନିଷ ସାଉଲ କ'ଣ କଲେ? ଯୋଉଟା ଟିକେ ଦୁର୍ବଳ ତାକୁ ଛାଡ଼ିଦେଲେ, ଯୋଉଟା ଭଲ ତାକୁ ସେ ରଖିଲେ। ଏବେ ମଧ୍ୟ ଆମେ କୋଉଟା ଭଲ ଦୁର୍ବଳ ଜିନିଷ ଯୋଉଟାକି ଟିକେ ଅପମାନ ହେଲା ଭଳିଆ ଅଛି ତାକୁ ଆମେ ଛାଡ଼ି ଦେଇଥାଉ। କିନ୍ତୁ ଯୋଉଟା ଟିକେ ଆମକୁ ଭଲ ଲାଗିବ, ଆମର ଚେହେରାକୁ ସୁନ୍ଦର ଦେଖାଯିବ ବା ଆମେ ଅନ୍ୟମାନଙ୍କ ଦୃଷ୍ଟିରେ ସମ୍ମାନ ପାଇବ, ଏମିତି କେତେ ବିଷୟ ଅଛି ତାକୁ ଆମେ ଛାଡ଼ିବା ପାଇଁ ଖରାପ କେତେ ଦୁର୍ବଳ ବିଷୟ ଛାଡ଼ି ଦେଇଛୁ, କିନ୍ତୁ ଭଲ ଭଲ ବିଷୟ ଆମେ ଯାହା ଭଲ ବୋଲି ଭାବୁଛୁ ତାକୁ ଆମେ ଭିତରେ କିଏ ଏବେ ମଧ୍ୟ ବାରମ୍ବାର ସେ କହିବା ମଧ୍ୟ ଭଲ ନୁହଁ। ଏବେ ମଧ୍ୟ ଆମେ କ'ଣ କରୁଛୁ? ଲୋଭକୁ ଧରି ରଖିଛୁ। ଏବେ ମଧ୍ୟ ଆମର ଏ ହିଂସାକୁ ଧରି ରଖିଛୁ। ଏବେ ମଧ୍ୟ ଆମେ ହିଂସାକୁ ଜାବୁଡ଼ି ଧରିଛୁ। ଏବେ ମଧ୍ୟ ଆମେ ଅନ୍ୟର କ୍ଷତି କରିବା ପାଇଁ ମନୋଭାବ ମନ ଭିତରେ ପୋଷଣ କରି ରଖିଛୁ। ତାକୁ ଆମେ ଛାଡ଼ିବା ପାଇଁ ଚାହୁଁ। ହୁଏତ କେହି ମଦ ଛାଡ଼ିଦେବେ, କେହି ଗୁଣ୍ଡା ଛାଡ଼ିଦେବେ, ଭଲ କଥା, କିନ୍ତୁ ଭିତରେ ଯୋଉଟା ଅଛି ତାକୁ ଛାଡ଼ିପାରୁନାହାନ୍ତି। କାରଣ ବାଇବେଲ କହେ ଅନ୍ତଃକରଣ ସବୁଠାରୁ କପଟମୟ, ଅପ୍ରୀତି କାର୍ଯ୍ୟ ରୂପେ ପ୍ରପୀଡ଼ିତ, କିଏ ତାହା ଜାଣିପାରେ। ଅନ୍ତଃକରଣ କ'ଣ ହେଇଛି? କପଟମୟ, ସେଇଟା ଛାଡ଼ିବା ପାଇଁ ସେ ଇଚ୍ଛା। ହୃଦୟରେ ଯୋଉ ମନ୍ଦ ବିଷୟ ଅଛି ତାକୁ ଛାଡ଼ିବା ପାଇଁ ସେ ଇଚ୍ଛା କରିନାହାନ୍ତି। ଆଉ ଟିକେ ବାହାରେ ଦେଖାଯିବା ବିଷୟ କ'ଣ ହେଲା ଛାଡ଼ି ଦେଇଛନ୍ତି। ସେଥିପାଇଁ ବର୍ତ୍ତମାନ ସମୟରେ ଆମମାନଙ୍କର ଜୀବନରେ ଆମେ କ'ଣ କ'ଣ ଛାଡ଼ି ପାରିଛୁ ଆଉ କ'ଣ କ'ଣ ଆମେ ରଖିଛୁ? ବାଇବେଲ କହେ ତୁମେ ଭୁଲ ବିଷୟକୁ, ଦୁଷ୍ଟତାର କାର୍ଯ୍ୟକୁ, ଅଧାର୍ମିକତାର କାର୍ଯ୍ୟକୁ ପରିତ୍ୟାଗ କରି ପରମେଶ୍ୱରଙ୍କ ନିକଟକୁ ଆସ।
आमे ताकू धरी प्रभु पाखक आसीचु जदि कौन जड़े दुर्गंध विषय जदि पाखे धरिकी बसी तार पाखे थी लोक मान से दुर्गंध व्यापीब हुए तो से बाहर को गले से कौन हम से दुर्गंधता पाखे रही प्रकार भाव में आज आम भूल विषय को उपासना भीतर को जो धरिकी आसू आमर पाखे थी लोक मैंने भल लोक मैंने आउ भल मनरे बसवा आसी लोक मैंने गिरजारू फेरला बेले से बिगड़ी जाती कारण आमर भूल आमर पाप अन्य मान को क्षति करे कारण बाइबल कहे तुमर हृदय को अति जत्न रख से कौन जीवन प्रभाव तुम्हें जदि भल जीवन काटब आउ जन को तुम्हें भल कर तुम्हें जदि दुष्ट कार्य कर आउ जन को तुम्हें नष्ट कर आज आम नष्ट करने संख्यार अधिक अच्छु किंतु अन्य को भल करने आम निजे भल हबो अन्य को भल करूँ ये योजन आमने नाहू जो बाइबल आम को कहे तुम्हें दुष्टतार कार्य को परित्याग तुम्हें अधार्मिकतार से दुष्टता को परित्याग कर परमेश्वर निकट को आस प्रभु आज समस्त को डाकती आपण मैंने लुक 3 पर्व 10 ରୁ 14 पद पढ़े कौन कौन छाड़ापी से दिन सैन्य मान को करग्राही मान को कहुच्छी आम देखा 3 पर्व एतिरे लोक समूह पचारिबा लागिले ताहाले आम्बे माने कौन करिबा से मानको उत्तर देले जहार 2टी अंग रेखा अछि से जहार नाही ताहाको गोटिए देउ पुणी जहार खाद्य अछि से सही परि करो करग्राही माने मध्य बप्तिस्म पाइबा को आसी तांकु पचारले हे गुरु आमे माने कौन करिबा से मानको कहले तुम मानको निमते जहा निरूपित ताहा अपेक्षा अधिक आदाय करे नाही सैनिक माने पचारिबा को लागिले आमे माने कौन करिबा से मान को कहले बलरे कि चलरे कहारी धन हरण कर नाही पुणी तुम मानको वेतन रे संतुष्ट होई थाओ। धन्यवाद आमाने एठी देखू लोक माने वाक्य शुणिला परे आमे कौन कौन छाड़बू कौन कौन छाड़वा दरकार यीशु को आसी पचार सीधा यीशु पाखक आसी पचारुंट आमे कौन कौन छाड़बू डुबन हेबा पूर्व आम कौन कौन छाड़वा दरकार ताको आम कहतु यीशु कहले जे जदि तुम पाखे किसी अधिका अच्छी जहाँ पाखे नहीं ताको दियो प्रथम कथा यीशु कहले तुम्हें अन्यर साहाय्य कर अन्यर उपकार कर तुम्हें दान कर यहाँ यीशुंकर प्रथम कथा यहाँ तुम्हें आगुरी दान दे पार नथिलो अन्यर साहाय्य करि पार नथिलो वर्तमान ठार तुम्हें साहाय्य करने चेष्टा कर सेतेबेले आउ करग्राही माने मध्य आसी पचारुछंती आमे कौन करिबो करग्राही मान को यीशु कहले तुम जेतिकी नियम अच्छी ताठारु अधिक तुम्हें आदाय कर तुम्हें वर्तमान ठारू कौन कर अधिक आदाय करवा बंद सैनिक माने आसी कहले आमे कौन करिबो सैनिक मान को यीशु कहले जे तुम्हें बलरे छलरे काठो नियम बल देखे टंका देखे क्या हैरान करना यहाँ सैनिक मान आज आम यहाँ अति जरूरी विषय हुए तो आम सैनिक कार्य करूना किंतु आमाने आमानकर गोष्ठी आमानकर वंश आमानकर गाँ ए सबू बल को आम जाबुड़ी धरी अन्य मान को आम क्षति पहुँचेवा चेष्टा करूँ से बाइबल ये कथा कहे जे बलरे छलरे लोक मान को हैरान करने चेष्टा कर ना कारण तुमको प्रभु जो आशीर्वाद देते से संतुष्ट रहा तुम्हें चेष्टा कर से प्रकार भाव में करग्राही मान को कहले तुम्हें अधिका किसी करना केबे केबे ए प्रकार परिस्थिति हुए आमाने निरीह लोक मान आमाने आमानकर पावर देखा चेष्टा कर वर्तमान भोटर समय जदि के जदि को गाँ को जदि गोटे 2000 टंका देदेला निरीह लोक मान को सीधा पहुँचु ना 4 जन 5 जन ताकू बांटी नहीं जाऊँच कारण से माने अधिका निज आड़ को नेबाई चेष्टा कर परमेश्वर दृष्टि भल विषय नुह आ से प्रकार भाव में आम देखू जे यीशु कहले तुम्हें आगुरी दान दौ न
अन्यर उपकार करि पार नथिलो वर्तमान अन्यर उपकार करबा पाए दान देबा पाए आरंभ कर आ एटा जदि जेतेबेले जड़े लोक करे से बाप्तिस्म नेब प्रभुଙ୍କ सहित रहिबो बाइबल এই কথা কয় সেতিবাই প্রিয় ভাই ভଉଣୀ মানে आमाने ए पर्यंत केते दान देइछु ए पर्यंत आमे केते जनकर क्षति करिछु से सबुर हिसाब आमने करबा आवश्यक आज जदि आमने हिसाब करि पारिबु ना ताले जेतेबेले आमानकर दुष्टतार कार्य बढ़ी चलो से आम कि पारिबु ना आ से प्रकार परिस्थिति रे हुए तो हितोपदेश पुस्तक अनुसार आम कहबू समय थिला मोर शिक्षक माने मते शिक्षा देले मु सेमानकर शिक्षा मानिली ना मोर गुरु माने मते शिखैले मु शिखि पारिली ना एबे मु सर्व प्रकार दुर्दशार पड़ी हुए तो ये प्रकार अनुताप करने को पड़ो समय पूर्व आम सुधीरा समय पूर्व विपद आसवा पूर्व समस्यार सम्मुखीन होगा पूर्व आम सुधीरी जावाई वाक्य आम कही थाए से आसतु वर्तमान समय आम प्रेरित तार प्रेरित अनेक अपना अपना पुस्तक आनी एकत्र कर समस्त साक्षात ओढ़ी पकाइले से मूल्य हिसाब कर 50,000 बोली देखिले। धन्यवाद। ये आम देखा पार्छु जिते आउर प्रचार करे लोक मैंने वाक्य शुणिले एफिसी नगर में जादू कार्य करुवा लोक मान संख्या बेसी था जदि कहवा गुणी करवा लोक अच्छा आमर गोटे समस्त मन गोटे भय अच्छी सब गाँव भय अच्छी किए जदि जल है अमुक लोक खाऊ बड़ बड़ मंडली अच्छी छोट छोट मंडली अच्छी सब मंडली गोटे बर्तमान प्रहसन चली जदि जल है क्या स्वप्न देखला से लोक मत खाऊ क्रिश्चियन जादू कार्य गुणी कार्य कर लोक मान विश्वास अच्छी आज आम जो अंश भी कही अनुष्ठद ये पाउल प्रचार कलापर जादू कार्य करुवा लोक मान संख्या यथेष्ट था कि वाक्य शुणिले वाक्य बुझिले जादू कार्य करवा परमेश्वर लोकर भल विषय नुह गुणी कार्य करवा ईश्वर लोक मान पक्ष भल नुह ये कथा बुझिला छाड़ीदे कमी छाड़े आम छाड़देवा निष्पत्ति ने छाड़देवा निष्पत्ति नाला कौन कले पाखे जिते जादूकर बही सब था समस्ते जमा कले जड़े रखू 4 जन पाखे रहू आम 50 जन सीना फिंगेवा जनक पाखे हो ये कथा से चिंता करे समस्ते कौन कले जादू कार्य करुवा से पुस्तक सब आड़े पोड़ी पकड़े से पुस्तक दाम था से समय हिसाब से 50 लाख 2000 वर्ष तले 50,000 टंका मूल्य आज आम एक प्रकार परिस्थिति अच्छु आम छाड़ा इच्छा करूना हुए तो आम भावुँ से बेसी दाम कौन परिवार जिते घर भांगार कार्य हुए से किसी लुचे रखते से कौन कहे कष्ट देला बुझती बाहर कर से प्रकार वर्तमान समय प्रभु हुए तो बाहर विषय आम परिवर्तित हमार देखी कि आम भितर जो मंद स्वभाव आज मत बास कर परित्याग करने बारंबार कथा कहे से आम वर्तमान समय जब आम किसी छाड़ी पारिना आज आम छाड़ा चेष्टा कर आम दिशा 1 पद 6 पद पढ़ा आम्भे माने समस्ते नेशगण विपदगामी होयछु आम्भे माने प्रत्येक आपण आपण बाट आड़े फेरियछु आ सदा प्रभु आम्भ समस्तंकर अपराध तांकर ऊपर बर्ताय अछंती। धन्यवाद। एटा में तो कौन लेखा होती इस्राएल लोक माने
ବୁଝିଲେ ନାହିଁ କିନ୍ତୁ ଯେତେବେଳେ ସେମାନେ ବୁଝିଲେ ଜାଣିପାରିଲେ ଆଉ ସେମାନେ ନିଜେ ସ୍ୱୀକାର କରୁଛନ୍ତି ଆମ୍ଭେମାନେ ସମସ୍ତେ ନିଃଶ୍ରବଣ ତୁଲ୍ୟ ବିପଦଗାମୀ। ପ୍ରଭୁ ଡାକୁଛନ୍ତି ମୋ ସାଙ୍ଗରେ ରୁହ ବୋଲି କହୁଛନ୍ତି କିନ୍ତୁ ଆମେ ନିଜ ନିଜର ବାଟରେ ଆଡ଼େ ଫେରିଅଛୁ। ଆମେ ଯେତେବେଳେ ନିଜ ବାଟରେ ଚାଲିଗଲୁ, ପାପ କଲୁ, ମନ୍ଦତାର କାର୍ଯ୍ୟ କଲୁ, ପରମେଶ୍ୱର ଯୀଶୁଙ୍କ ଉପରେ ସେ ଦଣ୍ଡ ନାଡ଼ିଦେଲେ। ଆଉ ଯେଉଁଥିପାଇଁ ଏଇଠି ଲେଖାଯାଉଛି 6 ପଦର ଶେଷ ଆଡ଼କୁ ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ଅପରାଧ ତାହାଙ୍କ ଉପରେ ବର୍ତ୍ତାଇଅଛନ୍ତି। ପାପ ମନ୍ଦତା ମନୁଷ୍ୟ କଲେ କିନ୍ତୁ ଯୀଶୁଙ୍କ ଉପରେ ଦଣ୍ଡ ଘଟିଲା। ଆଉ ସେଥିପାଇଁ ସେ କ୍ରୁଶରେ ନିଜର ଜୀବନ ଦେଲେ। ତାଙ୍କର କୌଣସି ଦୋଷ ନଥିଲା, ପାପ ନଥିଲା, ସେ କୌଣସି ଭୁଲ କରିନଥିଲେ କିନ୍ତୁ ଯେଉଁମାନଙ୍କୁ ସେ ପ୍ରେମ କରୁଥିଲେ ସେମାନଙ୍କର ପାପ ସକାଶୁ, ସେମାନଙ୍କର ବିପଦ ଗମନ ସକାଶୁ ବାରମ୍ବାର ପରମେଶ୍ୱର ଠାରୁ ଦୂରକୁ ଯାଉଥିବାରୁ ପରମେଶ୍ୱର ଆମ ସମସ୍ତଙ୍କର ଦଣ୍ଡ ଯୀଶୁଙ୍କ ଉପରେ ଘଟାଇଲେ। ସେଥିପାଇଁ ସେ ଆମ ସମସ୍ତଙ୍କ ନିମନ୍ତେ କ୍ରୁଶରେ ମୃତ୍ୟୁବରଣ କଲେ। ସେଥିପାଇଁ ପ୍ରିୟ ଭାଇ ଭଉଣୀମାନେ, ଆଜି ଯଦି ଆମେ ପାପ କରୁଛୁ, ଆଜି ମଧ୍ୟ ଯୀଶୁ ଆମମାନଙ୍କ ପାଇଁ କ୍ରୁଶରେ ଚଳୁଛୁ। ଆଜି ଯଦି ଆମେ ପରମେଶ୍ୱର ନିକଟକୁ ଫେରିବାକୁ ଇଚ୍ଛା କରିନାହୁଁ, ତାହେଲେ ଆଜି ମଧ୍ୟ ସେ ଆମଙ୍କ ପାଇଁ କୋରଡ଼ା ପ୍ରହାରରେ ପ୍ରହାରିତ ହେଉଛନ୍ତି। ଆଜି ମଧ୍ୟ ସେ ରକ୍ତ ଝରୁଛି। ସେଥିପାଇଁ ଆଜି ଆମେ ଫେରିବା ପାଇଁ ଚେଷ୍ଟା କରୁ। ସେଥିପାଇଁ ଆମେ କରୁଥିଲୁ ଦୁଷ୍ଟ ଆପଣା ଦୁଷ୍ଟତାର ପଥରୁ ପୁଣି ଅଧାର୍ମିକ ଆପଣା ସଂକଳ୍ପ ପରିତ୍ୟାଗ କରୁ। ଯଦି ସେ ସବୁ ଛାଡ଼ି ହେଲା, ଯୀଶୁ ଆଜି ମଧ୍ୟ ଆମଙ୍କ ପାଇଁ ଦୁଃଖ ପାଉଛନ୍ତି, କଷ୍ଟ ପାଉଛନ୍ତି। ସେଥିପାଇଁ ପ୍ରିୟ ଭାଇ ଭଉଣୀମାନେ, ଆସୁ ଆମେ ପରମେଶ୍ୱରଙ୍କ ନିକଟକୁ ଫେରିଯିବା ଆଉ ପରମେଶ୍ୱରଙ୍କ ସହିତ ରହିବା ପାଇଁ ଚେଷ୍ଟା କରିବା। ଆମେ କହିବା ବିଳାପ ତାର 40 ପଦ ନିକଟ ବିଳାପ 3:40 ଆମ୍ଭେମାନେ ଆପଣା ପଥ ଅନୁସନ୍ଧାନ ଓ ଅପରୀକ୍ଷା କରୁ, ପୁଣି ସଦାପ୍ରଭୁ ପ୍ରତି ଫେରୁ। ଧନ୍ୟବାଦ। ଆମେ ଏଠି ଲେଖୁଛୁ ବିଳାପ ପୁସ୍ତକ ଯେତେବେଳେ ଜିରେମିୟା ଲେଖିଲେ, এই ଜିରେମିୟା ଲେଖିଲା ବେଳେ ଲୋକମାନେ ବୁଝିପାରିଲେ ଯେ ଆମେ ଭୁଲ ପଥରେ ଅଛୁ। ଆଜି ଖ୍ରୀଷ୍ଟୀୟ ସମାଜ ଯଦି ଭୁଲ ପଥରେ ଅଛନ୍ତି କିନ୍ତୁ ସେମାନେ ଭାବୁଛନ୍ତି ଆମେ ଠିକରେ ଅଛୁ। କିନ୍ତୁ ସେ ପ୍ରକାର ପରିସ୍ଥିତି ଯେତେବେଳେ ଆମ ଜୀବନରେ ଆସିବ, ଇସ୍ରାଏଲ ଲୋକମାନେ ମଧ୍ୟ ଯେତେବେଳେ ବୁଝିପାରିଲେ, ସେମାନେ ଜାଣିପାରିଲେ ଯେ ଆମେମାନେ ବର୍ତ୍ତମାନ ଆପଣା ପଥ କରି ଜାଣିବା ପାଇଁ କୋଉଠି ଆମେ ଅଛୁ ତାକୁ ଜାଣିବା ପାଇଁ ଆମେ ଚେଷ୍ଟା କରିବା। ମାନେ ଆପଣଙ୍କର ପଥ ଅନୁସନ୍ଧାନ କରିବା, ପରୀକ୍ଷା କରିବା, ତାପରେ ପରମେଶ୍ୱରଙ୍କ ନିକଟକୁ ଆମେ ଫେରିଯିବା। ଏଇ ନିଷ୍ପତ୍ତି ଇସ୍ରାଏଲ ମଣ୍ଡଳୀ ଗୋଟେ ସମୟ ଆସିଲା, ସମସ୍ତେ ବସିଲେ, ସମସ୍ତେ ଚିନ୍ତା କଲେ ଆଉ ଗୋଟେ ଦୃଢ଼ ନିଷ୍ପତ୍ତି ନେଲେ। ଆମେ ନିଜ ନିଜର ପଥ, ନିଜ ନିଜର ଭୁଲ, ନିଜ ନିଜର ତ୍ରୁଟି କଥା ଆମେ ବୁଝିବା ଆଉ ପ୍ରଭୁଙ୍କ ନିକଟକୁ ଫେରିଯିବା। କାରଣ ସମୟ ଆମମାନଙ୍କ ପାଇଁ ଆଉ ନାହିଁ। ପ୍ରଭୁଙ୍କର ଆଗମନ ହେବାର ସମୟ ଆସିଛି ବୋଲି ଯେତେବେଳେ ସେମାନେ ଅନୁଭବ କଲେ, ସେମାନେ ନିଜକୁ ପରୀକ୍ଷା କରିବା ପାଇଁ ଚେଷ୍ଟା କଲେ। ଆମେ ବାକ୍ୟ ଶୁଣୁଥିଲୁ ଯେ ପରିବାରର କଥା ଆପଣମାନେ ଜାଣନ୍ତି। ଜଣେ ବ୍ୟକ୍ତିଙ୍କ ଠାରୁ ଗୋଟିଏ ପରିବାର ଠାରୁ ଗୋଟେ ମଣ୍ଡଳୀ ଆଉ କେତେ ମଣ୍ଡଳୀର ସମସ୍ତିରେ ଗୋଟେ ସମାଜ ଗଠିତ ହୋଇଥାଏ। ତେଣୁ ଗୋଟେ ପରିବାରକୁ ସଜାଡ଼ିବାକୁ ହେଲେ, ଗୋଟେ ମଣ୍ଡଳୀକୁ ସଜାଡ଼ିବାକୁ ହେଲେ ଜଣେ ବ୍ୟକ୍ତି ଠାରୁ ଆରମ୍ଭ ହେବା। ମୋ ଠାରୁ ସଜାଡ଼ିବା ଆରମ୍ଭ ହେଲେ ସମସ୍ତେ ସଜାଡ଼ିବେ। ଏଇଟା ଆମେ ସମସ୍ତେ ଚିନ୍ତା କରିବା। ଆମେ କେବଳ ଅନ୍ୟର ଭୁଲ ଦେଖିବା ପାଇଁ ମନୋଯୋଗୀ ହେଇଥାଏ, କିନ୍ତୁ ନିଜକୁ ସଜାଡ଼ିବା ପାଇଁ ଆଜି ଆମମାନଙ୍କ ଉପରେ ଗୋଟେ ନିର୍ଭର କରେ ଯେ ଯଦି ଆମେ ନିଜକୁ ସଜାଡ଼ିବା, ନିଜକୁ ପରୀକ୍ଷା କରିବା, ସେହିପରି ଆମେ ପରିବାରର ସମସ୍ତେ ଯଦି ନିଜକୁ ପରୀକ୍ଷା କରିବା, ଗୋଟେ ଖ୍ରୀଷ୍ଟୀୟ ପରିବାର ତିଆରି ହେବ। ଆଉ ସେ ପ୍ରକାର ମଣ୍ଡଳୀର ସମସ୍ତ ପରିବାର ଗୁଡ଼ିକ ଯଦି ନିଜ ନିଜକୁ ସଜାଡ଼ିବେ, ତାହେଲେ ଗୋଟେ ଖ୍ରୀଷ୍ଟୀୟ ମଣ୍ଡଳୀ ତିଆରି ହେବ। ଯେଉଁ ମଣ୍ଡଳୀରେ ଯୀଶୁଙ୍କର ବାସସ୍ଥାନ ହେବ, ଯେଉଁ ମଣ୍ଡଳୀରେ ଯୀଶୁଙ୍କର ଉପସ୍ଥିତି ରହିବ, ଯେଉଁ ମଣ୍ଡଳୀକୁ ସେ ସ୍ଥାନ ଶୀଘ୍ର ନେବା ପାଇଁ ଆସୁଅଛନ୍ତି, ସେଇ ପ୍ରକାର ମଣ୍ଡଳୀ। ସେଥିପାଇଁ ପ୍ରିୟ ଭାଇ ଭଉଣୀମାନେ, ଆସୁ ଆଜି ଆମେ এই উপাসনায় বসে বসে নিজেকে আমরা পরীক্ষা করিবা। ମୁଁ ଆଜି କେମିତି ଅଛି? ସମୟ ଥିଲା ଯଦି ଟ୍ରେନ୍ ଯାତ୍ରା କରିବାକୁ ଆପଣ ଯାଉଛନ୍ତି, ସେତେବେଳେ
ନିଜକୁ ପରୀକ୍ଷା କରିଛନ୍ତି ନା ଏଇଟା ସାର୍ଟିଫିକେଟ୍ ନେଲେ ଟ୍ରେନ୍ଟା କରିବା ମନା। ମେଡ଼ିକାଲକୁ ଯଦି ଯାଉଛନ୍ତି ସେଇଠି ମଧ୍ୟ ଆପଣ ପରୀକ୍ଷା ଯଦି କରିନାହାନ୍ତି କୋଭିଡ୍ ଟେଷ୍ଟ ଯଦି ହେଇନି ସେ ଭିତରକୁ ରଖିବ ନା। ଆଉ ସେଗୁଡ଼ା ଦୋକାନ କରେ ମଧ୍ୟ ହୁଏତ ଏଇଟା ଚିନ୍ତା ମାସ୍କ ପିନ୍ଧିବାକୁ ଆମକୁ କୁହାଯାଏ, କିନ୍ତୁ ଆଜି ଆମମାନଙ୍କ ପାଇଁ ପ୍ରଭୁଙ୍କ ନିକଟକୁ ଫେରିଯିବା ପୂର୍ବରୁ ଆମେ ନିଜ ନିଜକୁ ଯଦି ପରୀକ୍ଷା କରିବା ସଜାଗ ନାହିଁ ପ୍ରଭୁଙ୍କ ନିକଟକୁ ଆମଙ୍କ ପାଇଁ ସହଜ ହେଇପାରିବ ନାହିଁ। ସେଥିପାଇଁ ପ୍ରଭୁ ମଧ୍ୟ ସମୟ ଦିଅନ୍ତି, ସମୟ ପରେ ସମୟ ଦେଉଛନ୍ତି, ସୁଯୋଗ ପରେ ସୁଯୋଗ ଦେଉଛନ୍ତି, ଅପେକ୍ଷା କରୁଛନ୍ତି ତାହେଲେ ଏଇ ପୁଅ ଏଇ ଝିଅ ଫେରିବ ପରା। କିନ୍ତୁ ଫେରିବାର ନାଁ ଗନ୍ଧ ଯେତେବେଳେ ଦେଖାଯାଉ ନାହିଁ ସେତେବେଳେ ଦୃଢ଼ ଭାବରେ ଗୋଟେ କଥା କୁହାଯାଏ। ଆମେ କହିବା ପ୍ରକାଶିତ 3 ପର୍ବ 21 ଆଉ 2 ପର୍ବ 21 ଆଉ 22 ପର୍ବ ପ୍ରକାଶିତ 2 ପର୍ବ 21-22। ଆମ୍ଭେ ତାହାଙ୍କୁ ମନ ପରିବର୍ତ୍ତନ କରିବା ସମୟ ଦେଲେ ହେଁ ସେ ଆପଣା ବେଶ୍ୟାବୃତ୍ତିରୁ ମନ ପରିବର୍ତ୍ତନ କରିବାକୁ ଇଚ୍ଛୁକ ହେଉନାହିଁ। ଦେଖ ଆମ୍ଭେ ତାହାକୁ ଶସ୍ୟାଶାୟୀ କରିବୁ, ଆଉ ଯେଉଁମାନେ ତାହା ସହିତ ବ୍ୟଭିଚାର କରନ୍ତି ସେମାନେ ତାହାର କର୍ମର ସହଭାଗିତାରୁ ମନ ପରିବର୍ତ୍ତନ ନ କଲେ ଆମ୍ଭେ ସେମାନଙ୍କୁ ମହାକ୍ଲେଶରେ ପକାଇବୁ। ବଢିଆ କଥା ଏଇଠି ଲେଖା ଅଛି। ଆମେ ମନ ପରିବର୍ତ୍ତନ କରିବାକୁ ସୁଯୋଗ ଦେଲେ ମଧ୍ୟ ମନ ପରିବର୍ତ୍ତନ କରାଯାଏ, ସମୟ ଦେଲେ ମଧ୍ୟ ମନ ପରିବର୍ତ୍ତନ ଆଡ଼କୁ ମନ ଯାଉନାହିଁ। ଆମଙ୍କ ଜୀବନରେ ଆମେ ଅନେକ ସୁଯୋଗ ପାଇଛୁ, ପ୍ରଭୁ ଆମକୁ କଥା କହିଛନ୍ତି ଆଜିଠାରୁ ମୁଁ ଆଉ ଭୁଲ କରିବି ନାହିଁ, ଆଜିଠାରୁ ମୁଁ କଥାକୁ ଯିବି ନାହିଁ, ଆଜିଠାରୁ ଭିନ୍ନ ଭିନ୍ନ କାର୍ଯ୍ୟ କରିବି ନାହିଁ, ପ୍ରଭୁଙ୍କ ଦୃଷ୍ଟିରେ ଯାହା ଭଲ ନାହିଁ ତାକୁ ମୁଁ କରିବି ନାହିଁ ବୋଲି ଆମେ ନିଷ୍ପତ୍ତି ନେଇଛୁ। ସେ ନିଷ୍ପତ୍ତି ବାଟରେ ରହିଲା ଆମେ ଆମର କାର୍ଯ୍ୟରେ ଆଗେଇ ଗଲୁ। ଆଉ ସେଥିପାଇଁ ପ୍ରଭୁ ବାରମ୍ବାର କେତେବେଳେ ବାକ୍ୟ ଦ୍ୱାରା, କେତେବେଳେ ସ୍ୱପ୍ନ ଦ୍ୱାରା, କେତେବେଳେ ପ୍ରଭୁଙ୍କ ଲୋକମାନଙ୍କ ଦ୍ୱାରା ବିଭିନ୍ନ ମାଧ୍ୟମରେ ଆମକୁ ପରିବର୍ତ୍ତନ ମନ ପରିବର୍ତ୍ତନ କରିବା ପାଇଁ ସୁଯୋଗ ଦେଇ ଆସିଛନ୍ତି। କିନ୍ତୁ ଆଜି ଅନେକ ଲୋକ ମନ ପରିବର୍ତ୍ତନ କରିବାକୁ ଇଚ୍ଛୁକ ହୋଇନାହାନ୍ତି। ଆଉ ସେଥିପାଇଁ ତାର 22 ପଦରେ ଲେଖା ଅଛି, ସେ ଦେଖ ଆମେ ତାହାକୁ ଶଯ୍ୟାଶାୟୀ କରିବୁ, ଆଉ ଯେଉଁମାନେ ତା ସହିତ ବ୍ୟଭିଚାର କରନ୍ତି ସେମାନେ ତାର କର୍ମର ସହଭାଗିତାରୁ ମନ ପରିବର୍ତ୍ତନ ନ କଲେ ଆମ୍ଭେ ସେମାନଙ୍କୁ ମହାକ୍ଲେଶରେ ପକେଇବୁ। ବିପଦ ଆସିବା ପୂର୍ବରୁ, ସମସ୍ୟା ଆସିବା ପୂର୍ବରୁ ମନ ପରିବର୍ତ୍ତନ କରିବା ପାଇଁ ବାକ୍ୟ କରେ, ପ୍ରଭୁଙ୍କ ନିକଟକୁ ଫେରିଯିବା ପାଇଁ ବାକ୍ୟ କରେ। ସେଥିପାଇଁ ପ୍ରିୟ ଭାଇ ଭଉଣୀମାନେ ଏବେ ଆମର ସମୟ ଆସି ପହଞ୍ଚିଛି। ଆଜି ଆମେ ନିଷ୍ପତ୍ତି ନେବା ମୁଁ ପ୍ରଭୁଙ୍କ ନିକଟକୁ ଫେରିବି, ଆଉ ମୁଁ ସେ ଭୁଲ କାର୍ଯ୍ୟ କରିବି ନାହିଁ। ସେଦିନ ଅପର ପୁତ୍ର କଥା ଆପଣ ଜାଣନ୍ତି, ସେ ଯେତେବେଳେ ଚିନ୍ତା କଲା ସାଙ୍ଗେ ସାଙ୍ଗେ ତାକୁ କାର୍ଯ୍ୟକାରୀ କଲା। ସେ ଭାବିଲା ମୁଁ ମୋର ବାପାର ଘରରେ ଥିବା ମୂଲ୍ୟମାନଙ୍କର ଖାଦ୍ୟ ବଳି କରୁଛି, ଏଠାରେ ମୁଁ ଭୋକରେ ମରୁଛି, ସେଥିପାଇଁ ମୁଁ ବାପାଙ୍କୁ ଯାଇ କହିବି ବାପା ମୋ ପୁଅ ହେବାର ଯୋଗ୍ୟ ନାହିଁ, ମୋତେ ଗୋଟେ ମୂଲ୍ୟା କରି ରଖ, ଏଇ କଥା ମୁଁ କହିବି। ଏଇ କଥା ଚିନ୍ତା କଲା ପରେ ସେ ଆଉ ବେଶୀ ସମୟ ଡେରି କଲା ନାହିଁ, ସାଙ୍ଗେ ସାଙ୍ଗେ ସେଟା ଉଠିଲା ବାପାଙ୍କ ନିକଟକୁ ଫେରିଗଲା। ବାପାଙ୍କ ନିକଟକୁ ଫେରିଯିବାରୁ ବାପା ତାଙ୍କୁ ପୁନର୍ବାର ପୁତ୍ରୋତ୍ତର ଅଧିକାର ଦେଲେ। ବାପା ତାଙ୍କୁ କହିଲେ ସବୁଠାରୁ ଭଲ ଲୁଗାଟାକୁ ପିନ୍ଧିବାକୁ ଦିଅ, ପାଦରେ ପାଦତା ଦିଅ, ହାତରେ ମୁଦି ଦିଅ, ପୁନର୍ବାର ପୁତ୍ରୋତ୍ତର ଅଧିକାର ସେ ପାଇଲେ। ସେଥିପାଇଁ ଆଜି ମଧ୍ୟ ଆମମାନଙ୍କର ସ୍ୱର୍ଗସ୍ଥ ପିତା ସେ ପୁତ୍ରୋତ୍ତର ଅଧିକାର ଦେବା ପାଇଁ ଅପେକ୍ଷା କରନ୍ତି, ସୁଯୋଗ ଦେଉଛନ୍ତି। ସେଥିପାଇଁ ଆସୁ ଆମେ ନିଜ ନିଜକୁ ପରୀକ୍ଷା କରି ପରମେଶ୍ୱର ନିକଟକୁ ଫେରୁ। ପ୍ରଭୁ ଆମକୁ ଅପେକ୍ଷା କରିଛନ୍ତି। ଧନ୍ୟବାଦ। ବର୍ତ୍ତମାନ ଆମ ସୁପ୍ରଭାତ କାଳିଆ ବହୁତ ସୁନ୍ଦର ଭାବରେ ଆମକୁ ବାକ୍ୟ କହିଛନ୍ତି। ତାଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ସେ ଉଠିବେ, ତାଙ୍କୁ ଆମେ କର୍ତ୍ତା ସହିତ ଧନ୍ୟବାଦ ଦେବା। ବର୍ତ୍ତମାନ ଆମେ ଗୀତ ଗାଇବା। ମୁଁ ଯଦି ସେଠି ଉଠିବେ ସେ ଗୀତ ଗାଇକି ଉତ୍ସାହ ଦେବା। हेलो
1 2 3 4 हेलो धन्यवाद हमें प्रभु को वाक्य शुणुथिलु प्रभु को दास अति सुंदर भाव प्रभु को वाक्य को हम प्रोत्साहित करिछु तेणु हमें और पुनर्कार करबाउ दाई धन्यवाद तेरे घंटा हमें प्रभु को वाक्य शुणु कि हमें टिके ଆମେ ପ୍ରଭୁଙ୍କର ସେବା ଆରାଧନା କରିବା ବିଶେଷ କରି ଅନୁରୋଧ କରୁଛି ଆମର ଦାଉଦ ଆଜ୍ଞା ମଧ୍ୟ ମୋ ସହିତ ମିଶିକି ଆମେ ଦୁଇ ଗୀତ ଗାଇବା ହାଲେଲୁୟା ହାଲେଲୁୟା ପ୍ରେଜ୍ ଦ ଲର୍ଡ ପ୍ରେଜ୍ ଦ ଲର୍ଡ ହାଲେଲୁୟା हालेलुया 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 प्रेज द लॉर्ड प्रेज द लॉर्ड ଆମେ ସମସ୍ତେ ଜାଣିଥିବା ଗୀତ ଗାଇବା ସମସ୍ତେ ମିଳିମିଶି କରିକି ଗୀତ ଗାଇବା ତାଳି ମଧ୍ୟ ମାରିବେ मुंह दबे फोटो स्पिन देगा तो ट्रेन चैनल ला ଆମେ ସମସ୍ତେ ଛିଡ଼ା ହେବା ହାଲେଲୁୟା ସମସ୍ତେ ଛିଡ଼ା ହେବା ପ୍ରଭୁଙ୍କର ସ୍ତୁତି କରିବା हमारे यहाँ Thank you.
ସମସ୍ତେ